ଏହା କ୍ରୁଶର ଅର୍ଥ ନୁହେଁ। ଏହା ବାହ୍ୟ ଦୃଷ୍ଟି କରୁ ଆମମାନଙ୍କ ଚକ୍ଷୁରେ ସେମିତି ଲାଗେ ଯେ କ୍ରୁଶ ଏକ କଷ୍ଟ, ନିନ୍ଦା, ତାଡ଼ନା। କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେଇ କ୍ରୁଶରେ ସେ ହତ ହେଲେ ମଧ୍ୟ। ମୋର ପ୍ରିୟ ମାନେ, ଆମେ ଯଦି ରୋମୀୟ ଶାସନ ପଦ୍ଧତିକୁ ଯଦି ଆମେ ଅନୁସରଣ କରିବା, ଚିନ୍ତା କରିବା, ରୋମୀୟ ଇତିହାସକୁ ଯଦି ଯିବା, ଏହି କ୍ରୁଶ ଯେଉଁ ଯନ୍ତ୍ରଣା ଦିଆଯାଉଥିଲା ତାହା ଏକ ଅଦ୍ଭୁତ ଆଉ ଦଣ୍ଡ ଥିଲା। ତାହା ବହୁତ ବଡ଼ ଦଣ୍ଡ ଥିଲା। ଜଘନ୍ୟ ପାପ ଯେଉଁମାନେ କରନ୍ତି ସେମାନଙ୍କୁ କେବଳ ସେଇ କ୍ରୁଶରେ ଦଣ୍ଡ ଦିଆଯାଉଥିଲା। ସେହି ପ୍ରକାର ଶାସନ ବିଧି, ଯେଉଁ ଦଣ୍ଡ ଲୋକମାନେ ଦେଖିବେ। କ୍ରୁଶ ଏକ ଗୋଟିଏ ଘର ଭିତରେ ଛୁପା ହେଇଥିବା କ୍ରୁଶ ନୁହେଁ। କ୍ରୁଶ ଏକ ଲୁକାୟିତ ଅବସ୍ଥାରେ ଥିବା ସ୍ଥାନରେ ଦଣ୍ଡ ଦିଆଯାଉଥିଲା। କଣ? କ୍ରୁଶରେ, ପାହାଡ଼ ଉପରେ, ଯେମିତିକି ଲୋକମାନେ ସମସ୍ତେ ଦେଖିବେ ସେଇ ଦଣ୍ଡକୁ ଏବଂ ସେମାନେ ଆଉ ଏଇ ପ୍ରକାର ଜଘନ୍ୟ ପାପ କରିବେ ନାହିଁ, ଭୟ କରିବେ। ଏହି ପ୍ରକାର ଭାବରେ ପୂର୍ବ ଶାସନ ପଦ୍ଧତି ରମ୍ୟ ଶାସନ ମଧ୍ୟରେ ଥିଲା ମୋର ପ୍ରିୟ। ଏବଂ ସେହି କ୍ରୁଶ ଆଜି ଜଗତକୁ ଆକର୍ଷଣ କରୁଛି, କ୍ରୁଶର ଆକର୍ଷଣ। ଏହି ମଧ୍ୟ ଆମେ ଯଦି କ୍ରୁଶକୁ ବାହ୍ୟ ଦୃଷ୍ଟିକୋଣରେ ଯଦି ଦେଖିବା, ନିନ୍ଦା, ଦୁଃଖ, କଷ୍ଟ, ନିନ୍ଦା, ତାଡ଼ନା, ଅପମାନ, ଏହା କେବେ ମଧ୍ୟ ଆକର୍ଷଣ କରିବ କି? କେବେ ବି ଆକର୍ଷଣ କରିବ। କ୍ରୁଶର ଯନ୍ତ୍ରଣା ଦେଖିଲେ ଲୋକମାନେ ଭୟଭୀତ ହେଇ ଘରେ ତଳାନ୍ତ କୁଆଡ଼େ ପଳେଇଯିବେ। କିନ୍ତୁ ଏହି ସ୍ଥାନ ଆମେ ଦେଖୁଛୁ କ୍ରୁଶର ଆକର୍ଷଣ। କ୍ରୁଶ କଣ କରୁଛି? ପ୍ରାଣ ଅଛି। ମୋର ପ୍ରିୟ ମାନେ, ହାଲେଲୁୟା, ହାଲେଲୁୟା। ତାହାର ପ୍ରକୃତ ଅର୍ଥ ହେଉଛି, ଲୁକାୟିତ ଅର୍ଥ ହେଉଛି, ତାହା ହେଉଛି ପ୍ରେମ। ମୋର ପ୍ରିୟ ମାନେ, ହାଲେଲୁୟା। ସେହି ପ୍ରେମ, ଈଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ ସେ ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କ ନିକଟରେ ବିଶ୍ୱାସ କଲେ ସେମାନଙ୍କ ନିମନ୍ତେ ସେ କଣ କରନ୍ତି? ପ୍ରାଣ ଦିଅନ୍ତି। ଏହି ସ୍ଥାନରେ ପ୍ରଭୁ ସେ କହୁଛନ୍ତି, ମୁଁ ଉତ୍ତମ ମେଷପାଳକ, ଆପଣା ମେଷମାନଙ୍କ ନିମନ୍ତେ ମୁଁ କଣ କରିବି? ମୋର ପ୍ରାଣ ଦାନ କରିବି। ତେଣୁ ମୋର ପ୍ରିୟ ମାନେ, ଆମମାନଙ୍କର ପରମେଶ୍ୱର ସେ କେବେ ମଧ୍ୟ ପାପକୁ ସେ ଘୃଣା କରନ୍ତି ନାହିଁ। ସେ ପାପକୁ ଘୃଣା କରନ୍ତି। ହାଲେଲୁୟା। ସେ କଣ? ମାନେ ଦେଖୁ ସେଇ ନାୟକ ତାର 15-22 ପଦରେ 2 ଜଣ ଚୋରମାନଙ୍କ ମଧ୍ୟରୁ ଜଣେ ଯୀଶୁଙ୍କୁ ସେ ଉପହାସ କରୁଅଛନ୍ତି। ଯখন ତାର 18-22 ପଦରେ ଯଦି ଆମେ ଦେଖୁ, ସେହି ସ୍ଥାନରେ ମଧ୍ୟ ଆମେ ଦେଖୁ ପଦାଧିକ ମାନଙ୍କ ମଧ୍ୟରୁ ଜଣେ ତାହାକୁ ଚାପୁଡ଼ା ମାରିଲା ଏବଂ ସେ କହୁଛି, କହତ ତତେ କିଏ ମାରେ? ମୋର ପ୍ରିୟ ମାନେ, ଏବଂ ଆମେ ଲୁକ ତାର 22 ଅଧ୍ୟାୟ 64 ପଦ ଯଦି ଆମେ ପଢୁ, ସେହି ସ୍ଥାନରେ ଦେଖୁ, ମୁହଁ ଘୋଡ଼ାଇ ଦେଇ ତାହାକୁ ପଚାରିବାକୁ ଲାଗିଲେ, ତୁ ପରା ପାପବାଦୀ, କହତ କିଏ ତତେ ମାରିଲା? ତମକୁ କିପରି ଉପହାସ କରାଯାଉଅଛି? ମାଥ୍ୟୁ ତାର 26 ଅଧ୍ୟାୟ 67 ଯଦି ଆମେ 26 ପଦରେ ତାହାକୁ କଣ କରାଗଲା? କ୍ରୁଶରେ ଚଢ଼େଇ ଦିଆଗଲା। ତାହାଙ୍କୁ କ୍ରୁଶରେ ଭକ୍ତ କରାଗଲା। ସମସ୍ତ ବିଶ୍ୱକୁ ସେ କଣ କଲେ? ସମସ୍ତ ବିଶ୍ୱକୁ ସେ ସହ୍ୟ କଲେ। ଏବଂ ମଧ୍ୟ ଆମେ ଜାଣି, ମୋର ପ୍ରିୟ ମାନେ, ଏହି ପରିଦଣ୍ଡକୁ ସହ୍ୟ କରିବା ମନୁଷ୍ୟ ପକ୍ଷରେ ତାହା ସମ୍ଭବ ନୁହେଁ। ତେଣୁ ଅନେକ ଥିଓଲୋଜିଆନ୍ ମାନେ କହନ୍ତି, Christ was fully God and fully human. କଣ? ଖ୍ରୀଷ୍ଟ ସମ୍ପୂର୍ଣ୍ଣ ମନୁଷ୍ୟ ଥିଲେ ଏବଂ ସମ୍ପୂର୍ଣ୍ଣ ଈଶ୍ୱର ଥିଲେ। ହାଲେଲୁୟା, ହାଲେଲୁୟା। ଆଉ ସେଇ ପ୍ରଭୁ ପାପକୁ ବିନାଶ କରିବା ନିମନ୍ତେ ସେହି ପାପକୁ ସେ ଶରୀର ଦ୍ୱାରା କଣ କଲେ? ଦଣ୍ଡ ଦେଲେ। ଆଉ ସେହି କ୍ରୁଶରେ ସେ ସମସ୍ତ ପାପକୁ କଣ କଲେ? ସମର୍ପଣ କଲେ। ମୋର ପ୍ରିୟ, ହାଲେଲୁୟା, ହାଲେଲୁୟା। 6-7 ପଢନ୍ତୁ। ରୋମିଓ 6 ତାର 6 ଅଧ୍ୟାୟ 6 ଏବଂ 7 ପଦ।
रोमियो पुस्तक 6:6 ଏହିପରି ଆମ୍ଭେମାନେ ଆଉ ପାପର ଦାସତ୍ୱରେ ନ ରହୁ। ଯେପରି ରୋମିଓ 31 ତାର 3 ପଦ, ରୋମିଓ 31 ତାର 3 ପଦ, ହୋସେୟ 11:1, ହୋସେୟ 11:1, ମଲାଖି 1:2 ପଦ। तो यही से हम देखो छो जो प्रभु जी सुनी उठे नौ पद, यही से हम देखो छो जे से होछुते ख्रीष्ट प्रेरित तार 3:8 पद मन देखते आ से होछुते भाववादी आमने प्रेरित 3:22 पद मन देखते और कहां को क्रूसरे चढ़ागला प्रेरित 3:16 पद एवं 24 मान देखु और ख्रीष्टरे पाप माफ प्रभु अधिक ख्रीस्टियन मन को मध्य से प्रेम करती से प्रेम हेतु आज से क्रूस जगत को आकर्षण कर हालेलुया हालेलुया से जगत को से प्रेम करे से आमान को मध्य से प्रेम करे एवं मध्य प्रभु तुम्हें विषय होती प्रेम में चालिया विषय हालेलुया क्रूस कौन शिखलु मारामारी हेबाटा उपहास करिबाटा ताहा कोन जगत को आकर्षण करूछि कि नाही क्रूस कौन शिखलु माने प्रेम शिखलु मोर प्रेम प्रथम विषय होछि क्रूस माने कौन शिखलु प्रेम शिखलु द्वितीय विषय माने कौन क्रूस शिखलु प्रभुंकर जेपरि मन पिला मान मध्य सेही परि मन जो मृत्यु पापर से क्रूसरे कर कले जय कले प्रेम मृत्यु कहीं कर से क्रूसरे से मृत्यु को से जय करे मध्य हालेलुया मृत्यु और कहांतु धरि रखि पारिला नहीं यीशु को कहीं मारी पारिबे नहीं यीशु को इच्छा मृत बोले लिखा था मोर प्रिय माने हमारे स्थान देखो से ही मृत्यु को पराजय करबा पाए से क्रूसरे चढ़िले आज कहा मन का प्रश्न कर हालेलुया 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 से ख्रीष्टंकर मृत्यु प्रेमर परिप्रकाश थिला से क्रूस मृत्यु प्रेमर परिप्रकाश थिला हमने कहा आमाने क्रूसर आमाने शिखुछि मोर प्रेम एवं षष्ठ विषय क्रूस बलिदान देने शिक्षा दिए क्रूस कौन दिए आम जब क्रूस ग्रहण कर भ्रमण कर बलिदान ईश्वर प्रति आम बलिदान आम लोक मान प्रति अच्छी कि आज आम क्रूस लोक मान आकर्षण कर आज अन्य मान को कौन कर